ପୁଷ୍ପା ଫିଲ୍ମରେ ଅଭିନୟ କରୁଥିବା ଅଭିନେତା ସୁପରଷ୍ଟାର କିମ୍ବା ଆଇକନ୍ ଷ୍ଟାର ଆଲୁ ଅର୍ଜୁନଙ୍କୁ ବର୍ତ୍ତମାନ ଆରେଷ୍ଟ କରିବାଟା ଜଣାପଡ଼ିଛି। ପୁଷ୍ପା ଫିଲ୍ମ ଡିସେମ୍ବର 5 ତାରିଖରେ ରିଲିଜ୍ କରାଯାଇଥିଲା। ତାଙ୍କର ଫିଲ୍ମକୁ ତାଙ୍କ ଫ୍ୟାମିଲି ସହିତ ଦେଖିବାକୁ ସନ୍ଧ୍ୟା ସିନେମା ହଲ୍ରେ ଦେଖିବାକୁ ଆସିଥିଲେ। ସେ ସମୟରେ ଫ୍ୟାନ୍ସ ଅଧିକାଂଶ ଲୋକ ଥିବାରୁ ଆଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ଠେଲାଠେଲି ହୋଇ ଗୋଟିଏ ମହିଳାଙ୍କର ଜୀବନ ଚାଲିଯାଇଥିଲା। ସେ ପରିବାରଙ୍କୁ ଦୁଃଖ ହୋଇ କରି 25 ଲକ୍ଷ ସହାୟତା କରିଥିଲେ ଅର୍ଜୁନ। ହେଲେ ମଧ୍ୟ ସରକାର ଆଇନ ଅନୁସାରେ ଆରେଷ୍ଟ କରିବାକୁ ପଡ଼ିଲା। ଆମେମାନେ ଫିଲ୍ମରେ ଦେଖିବାକୁ ମିଳିବ ଝୁକେଗା ନେହିଁ ସାଲା ବୋଲି, କିନ୍ତୁ ନିଜ ଜୀବନରେ ଏମିତି ହେବ ନାହିଁ। ଯଦି ଆଲୁ ଅର୍ଜୁନ ହଲ୍ରେ ଯିବା ପୂର୍ବରୁ ପୋଲିସ ଅଧିକାରୀଙ୍କୁ ଆଲର୍ଟ କରାଇଥିଲେ ଏହି ପ୍ରୋବ୍ଲେମ୍ ହୋଇନଥାନ୍ତା। ଆମେମାନେ ଏହି ବିଷୟରେ କ'ଣ ଜାଣିବା ବୋଲେ, ସମୟ ସବୁବେଳେ ଗୋଟେ ପରି ନଥିବ। ଧନୀ ଥିବା ଲୋକ ଗରିବ ହୋଇପାରେ, ଗରିବ ଥିବା ଲୋକ ଧନୀ ମଧ୍ୟ ହୋଇପାରେ। ଆମ ଦ୍ୱାରା କିଛି ଲୋକଙ୍କୁ ସମସ୍ୟା ସୃଷ୍ଟି ହେବ ବୋଲି ଯଦି ଜାଣିଲେ, ସେ ଜାଗାରେ କିମ୍ବା ସେ ପରିସ୍ଥିତିରେ ଆମେ ଦୂରରେ ରହିବାକୁ ପଡ଼ିବ। ଆମେ ଚାହିଁବା ଆମ ଦ୍ୱାରା କୌଣସି ଲୋକ କଷ୍ଟ କିମ୍ବା ଦୁଃଖ ନ ପାଉ ବୋଲି ଜାଣିବାକୁ ପଡ଼ିବ। ଏତିକି କହି ମୁଁ ବିଦାୟ ନେଉଛି। ଧନ୍ୟବାଦ।